আইয়ান রাহুল মানসিং যে রাহুল মানসিংরে থাকি পুতা দিবা পর্যন্ত সে তার অনুসন্ধান জারি রখিব ଆଉ ଏ ଦୁନିଆକୁ ପ୍ରମାଣିତ କରି ଦେଖେଇଦେବ ସୁଦାମ ଦାସର ପ୍ରକୃତ ହତ୍ୟାକାରୀ କିଏ। ମୁଁ ଯାହା ଦେଖୁଛି ପୁଲିସ ବାବୁ ତମ ପିଠିଟା ପ୍ରବଳକୁ ନେଇ ବସି ଏହା 50ଟା ମହିଳାକୁ ଯଦି ଘାଣ୍ଟିବ ସେଥିରୁ ଖାଲି ଦୁର୍ଗନ୍ଧ ଆଉ ସେ ଦୁର୍ଗନ୍ଧରେ ନାକ ଫାଟେ ବାନ୍ତି ହେଇଯିବ। ଏହା ଯଦି କିଛି ଆଲୋଚନା କରିବାର ଅଛି ତାହେଲେ ସେ ପୁରୁଣା ପାଠକୁ ଛାଡ଼ି କିଛି ନୂଆ ପାଠର ଆଲୋଚନା କର। ଆଲୋଚନା ନୁହେଁ ମୋର ହାରାଜନ ସବୁ ପଇସା କହିଦେଇଛି। ଏ କଣ ହେଲା କି ପଇସା କହ? ଆରେ ଆମ ପ୍ଲାନ୍ ଓକେ ସବୁ ଫେଲ୍ ହେଇଯାଇଛି ଆଉ କାମଟା ପୁରା ବନ୍ଦ କରିଯାଇଛି। ବନ୍ଦ ହେଇଯାଇଛି କିନ୍ତୁ କାହିଁକି? ସେ ଶଳା ଇଞ୍ଜିନ ସାର୍ଥକ ପାଇକରା ସେ ଶଳା ଇଞ୍ଜିନ ସାର୍ଥକ ପାଇକରା ଆମ ଦୁଇ ଗାଡ଼ି ସିମେଣ୍ଟକୁ ସିଲ୍ କରିଦେଇଛି ଆଉ ପୁରା କନ୍ଷ୍ଟ୍ରକ୍ସନ କାମଟାକୁ ବନ୍ଦ କରିଦେଇଛି। ପିଠିଟା ପ୍ରବଳ କୁଣ୍ଡେଇ ହଉଛି ଆଉ ଖାଲି ସେତିକି ନୁହେଁ ସାର୍ ନାଁକୁ ଚେକ୍ କରି ପୋଲିସ ହ୍ୟାଣ୍ଡଓଭର କରିଚାଲିଛି। ହଁ ଆପଣଙ୍କ ନାଁରେ ମଧ୍ୟ ଗୋଟେ ଏଫଆଇଆର ଦେଇଦେଇଛି ଆଉ ସେ ଏଫଆଇଆର କପିଟା ଏଇ ଦେଖନ୍ତୁ। ହଁ ଆପଣ ଖାଲି ବିଜାତ ଥିବା ଦୃଷ୍ଟିରୁ ମୁଁ ଆପଣଙ୍କ ଉପରେ କୌଣସି ଆକ୍ସନ ନେଇପାରୁନି। ହଁ ମୁଁ ଆପଣ ସାବଧାନ କରିଦେଉଛି ଏ ବେଳ ଥାଉ ଥାଉ ଆପଣ ସାବଧାନ ହେଇଯାଆନ୍ତୁ ଆଉ ତା ନହେଲେ ଏ ରାହୁଲ ମାନସିଂ ଭୁଲିଯିବ ତାର କର୍ତ୍ତବ୍ୟ। ଶଙ୍କର 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 ବରାଳ ଶଙ୍କର ବରାଳ ବାପା ଓଡ଼ିଆ ମା ବିହାରୀ ଧନ୍ଦାଟା କିନ୍ତୁ 2 ନମ୍ବର କମିଟମେଣ୍ଟ ପୁରା ପକ୍କା ଯୋଉଠୁ କମିଟମେଣ୍ଟରେ ହେଇଯାଏ ଏପଟ ସେପଟ ସେଇଠି ବାହାରେ ଏ ଶଙ୍କର ବରାଳର ଭଲ କଟୁରୀ ହସିଲେ ବିଜୁଳି ଝଲମଲ ରାଗିଲେ ଅମୃତ ଖବରଦାର କାହାରିକୁ ହଜେଇବାକୁ ଚେଷ୍ଟା କର ନା କେତେବେଳେ ତମର ନିଜର ଠିକଣା ହଜିଯିବ। କାହିଁକି ଏତିକି ଆସିଛୁ? ବେଳାଳ ସେନ ସେଇ ମହାଭାରତର ବେଳାଳ ସେନର କୋଟା ମୁଣ୍ଡ ଆଉ ସେଇ ବେଳାଳ ସେନର କୋଟା ମୁଣ୍ଡକୁ ଇଏ ଭରତୀୟ ପକ୍ଷୀଟା ପଚାରୁଛି ତୁ ଏଠିକି କାହିଁକି ଆସିଛୁ? ହେଲେ ସେ ନିଜେ ଜାଣିନି କେତେବେଳେ ସରଟା ଯାଇ ତା ପେଟରେ ଗଳିଯିବ। ତୁ ଭାଷଣ ଦେବାକୁ ଯାଉ କୋଉଠି ଜାଗା ପାଇଲୁନି ସିଧା ଆମ ସାରଙ୍କ ଫ୍ଲାଟ ଭିତରକୁ ବସି ଆସିଲୁ। ତୋ ପିଠିଟା କଣ କୁଣ୍ଡେଇ ଯାଉଛି? ନାଇଁ ଏଇଟା କଣ ଭାଷଣ ଦେବା ଜାଗା? ଆରେ ଭାଇ କଣ ଦରକାର? ମୋର କଣ ଦରକାର? ହିସାବ ଦୀର୍ଘ 28 ବର୍ଷର ହିସାବ ମୋର ଦରକାର। ଆଉ ସେ ହିସାବ ଦବ এই চক্রান্তকারী শঙ্কর বরাল। তব সারକୁ ଚିହ୍ନିଛୁ? ଚିହ୍ନିନି ଖାଲି ଚିହ୍ନିନି ତାର ସବୁ କୁକର୍ମର ମାନଚିତ୍ର ଗୁଡାକ ମୋର ଏଇ ନଖ ଦର୍ପଣରେ ସାଇତି ରଖିଛି। ତୁ କାହାକୁ କଣ କହୁଛୁ? ତୁ ନିଜେ ଜାଣିପାରୁଛୁ ତ? ତତେ ମାନେ କହୁଛି ଆଉ କହୁଛି ଏଇ ଚକ୍ରାନ୍ତକାରୀ ଶଙ୍କର ବରାଳ। ତମେମାନେ ଆଜି ଏୟାର କଣ୍ଡିସନ 5 ମହଲା କୋଠା ଉପରେ ବସି ମଦ ପିଇ ମଣିଷ ମାଂସକୁ ଚୋବେଇ ଖାଉଛ।
କିନ୍ତୁ ଏ ସମାଜର ବଡ଼ ପଣ୍ଡା ସାଜି ତମେ ସମସ୍ତେ ଲୁଟ୍ କରୁଛ। ହେଲେ ଆଉ ବେଶୀ ଦିନ ନୁହେଁ, ଆଉ ବେଶୀ ଦିନ ନୁହେଁ, ସେ ସମୟ ପାଖେଇ ଆସୁଛି। ନହେଲେ ଧକ୍କା ଦେଇ ଏଠୁ ବାହାର କରିଦେବି। ସାବଧାନ। ହେଇ ହେଇ ଏପଟେ କେମିତି ନିଆଁ ଜଳୁଛି। ଏପଟେ ଦେଖ, ଏପଟେ ଜାଲ ବିଛା ହେଇଛି। ତ ପଛକୁ ଚାହିଁଲେ ଡାହାଣ କୁକୁରଟା କେମିତି ଜଗି ବସିଛି। ଆଉ ତୋ ସାମ୍ନାରେ ଶିକାରୀ ନିଜେ ଛିଡ଼ା ହେଇଛି। ମରିବ, ତମେମାନେ ସମସ୍ତେ ମରିବ। ଅସହାୟ ଅଭିମନ୍ୟୁ ପରି ତମେ ସମସ୍ତେ ଗୋଟି ଗୋଟି ମରିବ। ମୁଁ ପରଶୁ ନୁହେଁ କି ମାଧ ନୁହେଁ, ମୁଁ MLA ଶଙ୍କର ବରାଳ। ବାପା ଓଡ଼ିଆ, ମା ବିହାରୀ। ଧନ୍ଦାଟା କିନ୍ତୁ 3 ନମ୍ବରୀ। କମିଟମେଣ୍ଟ ପକ୍କା। ଯେଉଁଠୁ ଏପଟ ସେପଟ ହେଇଯାଏ କମିଟମେଣ୍ଟ, ସେଇଠି ବାହାରେ ଶଙ୍କର ବରାଳର ଖରାପ ପାଠରେ ହସିଲେ ବିଜୁଳି କର୍ମ ରାଗିଲେ ଅସୁଧ ସେ ଶଳା ଇଞ୍ଜିନିୟର ସାର୍ଥ ପାଇକ୍ରାଇ ଧରାକୁ ସରା ମଣୁନି। ସେ ଶଳାଟାକୁ ଛାଡ଼ିଦେଲେ ଆମ ବିରୁଦ୍ଧରେ ଅପପ୍ରଚାର କରିବ। ସାରେ ମୁଁ ବି ସେଇ କଥା କହୁଛି। ସେ ପାଗଳ କଥା ଆପଣ ଜମା ଚିନ୍ତା କରନ୍ତୁନି। ସେ ପାଗଳ କଥା ବୁଝିବାକୁ ଆମ ପାଖରେ ସେ ଇଞ୍ଜିନିୟର ସାର୍ଥ ପାଇକ୍ରାଇଟାକୁ ଏ ରାସ୍ତାରୁ ହଟେଇବାକୁ ପଡ଼ିବ। ହେଲେ ଏ ଶଳା ପାଗଳଟା କାହିଁକି ମୋ ପଛରେ ପଡ଼ିଛି? ତା ମୁହଁରେ ପ୍ରତିବାଦର ସ୍ୱର କାହିଁକି ମହାନ୍ତି? କଥା ଆମେ ପରେ ବୁଝିବା। ତା ପିଠି କୁଣ୍ଡେଇ ଯାଉଛି, ସେ ସେଇଥିପାଇଁ ସାରେ ମୁଁ କଣ କହୁଛି, ଆମେ ପରେ ବୁଝିବା। ଆମ ପାଖରେ ବହୁତ ସମୟ ଅଛି। ବର୍ତ୍ତମାନ ଆମକୁ ଆଗ ସେ ଇଞ୍ଜିନିୟର ସାର୍ଥ ପାଇଥିବା କଥା ବୁଝିବାକୁ ପଡ଼ିବ। ଆଜ୍ଞା ବୁଝିବା ମହାନ୍ତି। ଏ ଶଙ୍କର ଲାଲାର ଭାଗବତ କହିଲା। କଣ କହିଲା? ସଂସାରେ ଥିବୁ ଯେତେ ଦିନ ହେ ଗୋବିନ୍ଦ, ପର ଧନକୁ ଧ୍ୱଂସ କରିବୁ ଧମେନ୍ଦ। କରିବ ବାଟ ଧନ ହେ ଗୋବିନ୍ଦ, ପର ଧନରେ ଦବୁ ମନ ହେ ଗୋବିନ୍ଦ। ଯେବେ ତ ସରିବ ବାଟର ଧନ ହେ ଗୋବିନ୍ଦ, ଖାଇବୁ ସବୁ ଧନ ହେ ଗୋବିନ୍ଦ। ଗୋବିନ୍ଦ ଗୋବିନ୍ଦ ମଧୁଦ ଶିବ କରନ୍ଦ। ହେଲେ ସେ ଶଳା ଇଞ୍ଜିନିୟର ସାର୍ଥ ପାଇକ୍ରାଇର କଥାଟା ଭାବିବାକୁ ଅଛି ଜଣେ ସାର୍ଥ। ପଇସା ମୋ ପୁଅ ବିଜୁ ବରାଳ।